আজ্ঞা সিলেকশন করা গলা দেব সভারে আরে মু কো যাই ন তান্তি টোকাটা মতে বাধক সাজিলা বসে সেদিন দেব সভারে ফাইনাল করা গলা কিয়ে কিয়ে যাব ইয়ে জিবে অগ্নি দেব অগ্নিদেব দিবে ইয়ে কুটিয়া গলে কিছু হই পারিব না জনক কাম নু তাঙ্ক সাথীরে জিবে শনি দেব নিষ্কলঙ্ক পুরুষ সে শনি গলে আজ্ঞা আজ্ঞা আউ কিয়ে আউ কিয়ে আউ জনে গলে তাঙ্ক না হউজি বরুণ অরুণ যে মুহরে উঠেই সেটা ব্রণ কি আর মো বুড়া কইবা তোর বরুণ উঠি বরুণ গলে গলে শনি হ্যাঁ অগ্নি দুই তাঙ্ক সাথীরে জনে নারী গলা নারী সে কিয়ে আরে নারী নথিলে কোনসি কার্য হই পারিবনি না নারী শক্তি হউচি শ্রেষ্ঠ নারী শক্তি মহান তেণু নারী শক্তি কিয়ে ইয়ে সে হেলে মেনা অপসরী এ ভাই মেনা অসরপি গলে মেনা অপসরী গলে আজ্ঞা আজ্ঞা হেলা চারি জন হ্যাঁ। যুধিষ্ঠিরଙ୍କୁ পরীক্ষা করিবা পাই গলে আজ্ঞা আজ্ঞা ସମସ୍ତେ ଗୋବିନ୍ଦଙ୍କୁ ନମସ୍କାର କରି ଗଲେ ଆଜ୍ଞା କାହିଁକି ନା କାର୍ଯ୍ୟ କେମିତି ସଫଳ ହଉ ଯାତ୍ରା ସମସ୍ତେ ଗୋବିନ୍ଦଙ୍କ ପାଦରେ ମୁଣ୍ଡିଆ ମାଇଲେ ଆଚ୍ଛା କାହିଁକି ନା ଗୋବିନ୍ଦ ହେଲେ ଶ୍ରେଷ୍ଠ ଶ୍ରେଷ୍ଠ ହେଲେ ଗୋବିନ୍ଦ ଯାହାକୁ ଓଡିଆ ଭାଗବତରେ ଜଗନ୍ନାଥ ଦାସ କହିଲେ କଣ କହିଲେ କଣ କହିଲେ କଣ କହିଲେ ମାନବ ଜନ୍ମର ଇଏ ଲାଭ ଦେବେ ଗୋବିନ୍ଦ করে ভাব দেবে গোবিন্দে করে ভাব দেবে গোবিন্দে করে ভাব ଭାଇ ମଣିଷ ଜୀବନରେ ଲାଭ ହଉଛି ଗୋବିନ୍ଦ ସହିତ ଭାବ କରିବା ଭାବ କଲେ ସାର୍ ଗୋବିନ୍ଦ କିଏ ଯେ ଆମେ ତା ସହିତ ଭାବ କରିବା ହଁ ଗୋବିନ୍ଦ ଗୋବିନ୍ଦ କିଏ ବାନା ବେରା ପୁଅ ଗୋବିନ୍ଦ ପାଟି ଗଲା ବା ଗୋବିନ୍ଦ କିଏ ସେଇ ଭାଗବତରେ ନାହିଁ ବୋଲେ ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ পদু বাড়ছে মকরন্দ পদু বাড়ছে মকরন্দ ବୋଲେ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ସବୁ ପାଲା ବାଲା ପାଲା ବାଲା ସବୁ ସଂକୀର୍ତ୍ତନ ବାଲା ଆଜ୍ଞା ତାକୁ ଗୋଟିଏ ଅର୍ଥ କଲେ କଣ ଅର୍ଥ କହିଲେ ଭାଗବତରେ ତିନିଟା ଗୋବିନ୍ଦ କାହିଁ ଲେଖା ହେଇଛି କି କାହିଁକି କୃଷ୍ଣଙ୍କ ନାଁକୁ ତିନି ଜଣ ଗୋବିନ୍ଦ ଦେଇଦେଲେ ଆଚ୍ଛା ତିନି ଜଣ କିଏ କିଏ ଦେଲେ କିଏ ତିନି ଜଣ ଜଣେ ଦେଲେ ଆଗ ଗୋପୀ ମାନେ ଆହାମନନ୍ଦ କୋଳେ ଗୋବିନ୍ଦ ବାଦେଶଙ୍କ ଭେରିତୁରି ଭୁବନ ଆନନ୍ଦ ତାପରେ ଆଉ କିଏ ଦେଲେ ନା କିଏ କିଏ ଦେଲେ ନା ଇନ୍ଦ୍ର ଇନ୍ଦ୍ର କେତେବେଳେ ଦେଲେ ଇନ୍ଦ୍ର ହାରିଣ ଶରଣ ପଶିଲେ ଗୋପେ ଗୋବିନ୍ଦ ନାମ ନାମ ଦେଇଗଲେ ତୃତୀୟରେ ଦେଲେ ବ୍ରହ୍ମା ବ୍ରହ୍ମା ବର୍ଷା ହରଣେ ବ୍ରହ୍ମା ଦୋଷ କଲେ ହଁ ଗୋପେ ଗୋବିନ୍ଦ ଗୋବିନ୍ଦ ନାମ ଦେଇଗଲେ ତାହେଲେ ଏଇ ତିନି ଜଣ ନାଁ ଦେବାରୁ କୃଷ୍ଣଙ୍କ ନାଁ ଗୋବିନ୍ଦ ହେଲା ହଁ ସେଇ ଏଇ ସକାଶେ ଆଜ୍ଞା ଭାଗବତରେ ଲେଖା ହେଲା ହଁ ସେଇ ଯଦି କହିବା ନାଇଁ ହଉ ହଁ ଏଇ ସକାଶେ ଭାଗବତରେ ତିନି ଜଣ ନାଁ ଦେବାରୁ ଲେଖାଗଲା ହଁ। ଗୋବିନ୍ଦ 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 ହଁ ଆଚ୍ଛା କହିଲେ ଆଜ୍ଞା କଣ ଗୀତାରେ ଗୋଟେ ମନ୍ତ୍ର ନାହିଁ କଣ ଓମ୍ ହଉ ବିଷ୍ଣୁ 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 ଶୁକ୍ରବରಂ ଧରಂ ବିଷ୍ଣୁ ଶଶିବର୍ଣ୍ଣಂ ଚତୁର୍ଭୁଜା ପ୍ରସନ୍ନ ବଦନ ଧ୍ୟାୟତେ ସର୍ବବିଘ୍ନ ପ୍ରଶାନ୍ତୟେ ଏଟା ଏଇ ତିନିଟା ବିଷ୍ଣୁ ଉଚ୍ଚାରଣ କରାଗଲା କାହିଁ କରାଯାଇଛି ତିନିଟା ବିଷ୍ଣୁ କାହିଁ ଉଚ୍ଚାରଣ କରାଗଲା କଣ ହେଲା ସେତିକି ନୁହଁ ଆଉ ଆପଣ ତ୍ରିନାଥ ମେଳା ବହି ଦେଖନ୍ତୁ କଣ ହେଇଛି ସେଥିରେ କଣ ଲେଖା ହେଇଛି କଣ କହିଲେ ତ୍ରିନାଥ 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 ଛୋଟା ଭାବ হৃদগত ছোটা ভাব হৃদগত ছোটা ভাব হৃদগত ସେଟା ହିଁ ତିନି ଥର ତ୍ରିନାଥ ନାଁ ଉଚ୍ଚାରଣ କରାଗଲା ଭାଇ ଗଞ୍ଜେଇ ଅଛି ନା ଆଉ ନା କାହିଁକି ହଁ କାରଣଟା କଣ କଣ ଆଜ୍ଞା କାରଣଟା ତାର ଅଛି ନା ହଁ ୟା ପାଇଁ ପୁଣି କଣ କାରଣ ଆଜ୍ଞା ଆରେ ଗୋଟେ କଥାକୁ ତିନି ଥର କହିଦେଲେ ହଁ ଆଚ୍ଛା ସେ କଥାଟା ସତ୍ୟ ହେଇଯାଏ ହଁ ଲୋକ କହନ୍ତି ତ୍ରିବାର ସତ୍ୟ ହଁ ତିନିବାର ସତ୍ୟ କରୁ ତିନିବାର ସତ୍ୟ ହଁ ତିନିବାର ତେଣୁ ଗୋଟେ କଥାକୁ ତିନି ଥର ଉଚ୍ଚାରଣ କଲେ ନିର୍ଦ୍ଦିଷ୍ଟ ହେଇଯାଏ ହଁ ସିଦ୍ଧି ହଁ। ସିଦ୍ଧି ଗୋବିନ୍ଦଙ୍କ ପଦରୁ ମକରନ୍ଦ ଧରୁଛି ଧରୁଛି ପାଦରୁ ନୁହଁ ନା ପଦରୁ ପଦରୁ କୃଷ୍ଣଙ୍କର ବାଣୀ କୃଷ୍ଣଙ୍କ ନାମ ପଦରୁ ହଁ। ମକରନ୍ଦ ଝରେ ଝରେ। ଆନନ୍ଦ ସୃଷ୍ଟି ହୁଏ ହଁ। ମକରନ୍ଦ କହିଲେ ଆନନ୍ଦ ଆନନ୍ଦ। ଆନନ୍ଦ ସୃଷ୍ଟି ହୁଏ ଏ
ସେ ଯାଉ ଆଜ୍ଞା। କୃଷ୍ଣ ହେଲେ ଗୋବିନ୍ଦ ଗୋବିନ୍ଦ ହେଲେ କୃଷ୍ଣ ତାଙ୍କ ସହିତ ଭାବ ରଖିଲେ ଆଜ୍ଞା ଏ ମଣିଷ ଜୀବନରେ ସାର ଲାଭ ଅଛି ଲାଭ ଲାଭ ଭୁଲ ଭୁଲ କଣ କଣ ଭୁଲ ଭୁଲ କଣ ଆଜ୍ଞା ଭାବଟା କେମିତି ହବ ହଁ ଟିକେ କହିବ ଟିକେ ଭାବ କେମିତି ଏ ମା ହେ ଭାବ କେମିତି ହୁଏ କେମିତି ଧରିନିଅ ମୁଁ ଏଠି ଆଜି ପାଲା ଗାଉଛି ଆଜ୍ଞା କାଲି ଯଦି ଏଇ ପାଖାପାଖି ଗାଁକୁ କୋଉଠିକି ପାଲା ଗାଇବାକୁ ଆସିବି ଆଜ୍ଞା ମା ମାନେ ଆପଣ ଏତେ ସଂଖ୍ୟାରେ ବସୁଛନ୍ତି ହଁ ମୁଁ କଣ ଚିହ୍ନି ପାରିବି ଆପଣଙ୍କୁ ଦେଖିଲେ ନା ଚିହ୍ନି ହବନି ଆପଣ ତ ଯାହାହେଲେ ମା ମତେ ଚିହ୍ନା ଦେବେ ହଁ। ଆରେ ପୁଅ ତୁ ଆମ ଗାଁକୁ ଆଇଥିଲୁ ପାଲା ଗାଇବାକୁ ହଁ କରିବି ହଁ କହିବେ ହଁ କହିବେ କି କୋଉ ବାବୁ ମୋ ଫୋନ ନମ୍ବର ରଖିଲେ ହଁ ଫୋନରେ କଥାବାର୍ତ୍ତା ହେଲେ ହଁ ଆମର ମଳୟ ଭାଇନା ହଁ ଫୋନରେ କଥାବାର୍ତ୍ତା ହେଲେ ହଁ ରଘୁ ମଉସା ଆଜି କାହିଁ ନାହାନ୍ତି ଦେଖା ଯାଉନାହାନ୍ତି ସେ ଯାଇଛନ୍ତି ସେ ଫୋନରେ କଥାବାର୍ତ୍ତା ହେଲେ ବ୍ରତରେ ଯାଇଛନ୍ତି ତାଙ୍କର ଆମର ଗୋଟେ ଭାବ ରହିଲା ହଁ ବିମଳ ବାବୁ ଆମର ଯଦି ମୁଁ ମରିଯିବି ହଁ। ଇଏ ସିଏ ମରିଯିବେ ଭାବ କେମିତିକା ହବ ଇଏ ଭାବ ହେଲେ ଆମ ଜୀବନରେ ହୋଇବ ବଡ଼ ଲାଭ ଯଦି ମୁଁ ମରିଯିବି ହଁ କି ମୋ ଜଣେ ଯୋଉ ଭାଇ ମୋ ଭାବ ରଖିଥିବ ସିଏ ମରିଯିବ ଆଜ୍ଞା ସାରା ଆଉ ଭାବ ହବ ନାଇଁ ମରିଗଲେ ଆଉ ଭାବ କୁଆଡୁ ହବ ହବନି ତାହେଲେ କୋଉ କୃଷ୍ଣ ଏବେ ବଞ୍ଚିଛି ତା ସଙ୍ଗେ ଆମେ ତ କରିବା ଭାବ ଇଏ ଭାବ କଲେ ଆମ ମଣିଷ ଜୀବନେ ହୋଇବଟି ବଡ଼ ଲାଭ କୋଉ କୃଷ୍ଣ ବଞ୍ଚିଛି ଯେ ଆମେ ତା ସହିତ ଭାବ କରିବା କାହିଁ କବି କହିଲାନି ଭକ୍ତି କର ଭାବ କାହିଁ କହିଲି ଭାବ କାହିଁ କହିଲେ ଭକ୍ତି କହିଥାନ୍ତେ ପ୍ରକୃତ ଭାଗବତର ନିର୍ଯାସ ନିଜାସ ଭାଗବତରୁ ଆମେ ଶିଖିବା କଣ ହଁ ଶିଖିବା ଭାଗବତ ଆମକୁ ଶିଖେଇଛନ୍ତି କଣ କଣ ଶିଖେଇଲେ ଭାଗ କଣ କଣ ଆଜ୍ଞା କହିଲେ ଭାବ ଗୋବିନ୍ଦ କିଏ କିଏ ବଳରାମ ଦାସ ଆଚ୍ଛା ତାକୁ ଫାଇନାଲ ଦେଲେ ସେ କଣ ଫାଇନାଲ ଦେଲେ ଜଗନ୍ନାଥ ଦାସଙ୍କର ଗୁରୁ ହଁ ବଳରାମ ଦାସ ଆଚ୍ଛା ସେ କଣ ଫାଇନାଲ ଦେଲେ ସିଏ ଫାଇନାଲ ଦେଲେ କଣ କହିଲେ ପ୍ରକୃତ ଗୋବିନ୍ଦ କିଏ ଭାଗବତ ଆମକୁ ଶିଖେଇଲେ କଣ ଆଚ୍ଛା କହିଲେ ମାତୃଗର୍ଭକୁ ଗୋପ କହି ଗୋପନେ ବିନ୍ଦୁ ଗଲା ରହି ଗୋପନେ ବିନ୍ଦୁ ଗଲା ରହି ଗୋପନେ ବିନ୍ଦୁ ଗଲା ରହି ମା ଗର୍ଭଟା ହେଲା ଗୋପପୁର ଗୋପପୁର ତା ଭିତରେ ରହିଲା ବିନ୍ଦୁ ହଁ ଇଏ ବିନ୍ଦୁରେ ଯେଣୁ ହାତ ଜାତ ଗୋବିନ୍ଦ ନାମ ଅତି ସମ୍ଭୂତ ଗୋବିନ୍ଦ ନାମଟି ସମ୍ଭୂତ ଗୋବିନ୍ଦ ନାମଟି ସମ୍ଭୂତ ଏ ମା ଗର୍ଭରୁ ଯିଏ ଜନ୍ମ ହେଲା ଆଜ୍ଞା ବଳରାମ ଦାସ କହିଲେ ସିଏ ଜଣେ ହେଲା ଗୋବିନ୍ଦ ଗୋବିନ୍ଦ ସିଏ ଆପଣ ମାନେ ସମସ୍ତେ ହେଲେ ଜଣେ ଜଣେ ଗୋବିନ୍ଦ ଗୋବିନ୍ଦ ସମସ୍ତେ ମା ଗର୍ଭରୁ ଯେହେତୁ ଜନ୍ମ ଗୋବିନ୍ଦ ମୁଁ ବି ଜଣେ ଗୋବିନ୍ଦ ଆପଣ ଗୋବିନ୍ଦ ଭାଗବତରେ ଦର୍ଶନ ମିଳିଲା ହଁ ସମସ୍ତଙ୍କ ସହିତ ସମସ୍ତେ ଭାବ ରଖ ଭାବ ରଖ ଭାବ ସମସ୍ତଙ୍କ ସହିତ ସମସ୍ତେ ମିଶିକିରି ଚଳ ଚଳ ଭାଇଚାରା ସୃଷ୍ଟି କର ଭାଇଚାରା ରଖ ତାହେଲେ ଇଏ ଜୀବନରେ ଲାଭ ଅଛି। ଲାଭ ଯଦି ଆପଣ ମାନେ ରାଗ ହିଂସା ଦେଶ ପରଶ୍ରୀ କାସରତା ରଖିବେ ତାହେଲେ ଇଏ ଜୀବନରେ କିଛି ଲାଭ ଲାଭ ନାହିଁ ନାହିଁ ଖାଲି ଲୋକ ତେଣୁ ସମସ୍ତେ ସମସ୍ତଙ୍କ ସହିତ ଭାଇଚାରା ଭାବ ରଖିଏ ସଂସାରରେ ଚଳ ଚଳ